ନମସ୍କାର। ଆପଣଙ୍କୁ ନୂଆ ନୂଆ ଅଧ୍ୟାୟରେ ଭେଟି ଦେଇଥିବା ଆଜିର ଏକ ନୂଆ ଅଧ୍ୟାୟ। ଆଉ ଆଜିର ଅଧ୍ୟାୟରେ ଆମେ ଜାଣିବା ରକ୍ଷା ପାଇବା ପାଇଁ ମନ୍ତ୍ର। ଆଜି ଆମେ ଜାଣିବା ରକ୍ଷା ପାଇବା ପାଇଁ ମନ୍ତ୍ର। ତ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ଆଜିର ମନ୍ତ୍ର। ଶୂଳେନ୍ୟଂ ପାହି नो ଦେବୀ ପାହି ଖଡ୍ଗେନ ଚାମ୍ପିକେ ଘଣ୍ଟା ସ୍ୱନେନ ନ ପାହି ଚାପଜ୍ୟାନି ସ୍ୱନେନ ଚ। ଉପଯୋଗ। ଚାଲନ୍ତୁ ଜାଣିବା ଉପଯୋଗ। ଉପରୋକ୍ତ ମନ୍ତ୍ରକୁ 1008 ଥର ଜପ କରିବାକୁ ପଡ଼ିଥାଏ। ଉପରୋକ୍ତ ମନ୍ତ୍ରକୁ 1008 ଥର ଜପ କରିବାକୁ ପଡ଼ିଥାଏ। ତ ମୁଁ ପୁଣି ଥରେ ମନ୍ତ୍ରକୁ ଦୋହରାଇ ଦେବା ପାଇଁ ଚାହୁଁଛି। ମନ୍ତ୍ର ଶୂଳେନଂ ପାହିନଂ ଦେବୀ ପାହି ଖଡ୍ଗେନ ଚାମ୍ପିକେ ଘଣ୍ଟା ସ୍ୱନେନ ନ ପାହି ଚାପଜ୍ୟାନି ସ୍ୱନେନ ଚ। ଉପଯୋଗ। ଉପରୋକ୍ତ ମନ୍ତ୍ରକୁ 1008 ଥର ଜପ କରିବାକୁ ପଡ଼ିଥାଏ। ଆଜି ଆମେ ଜାଣିଲେ ରକ୍ଷା ପାଇବା ପାଇଁ ମନ୍ତ୍ର। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା କିଛି ନୂଆ। ତ ସେହି ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।